आज आउ गोटे नुआ ब्लॉग को स्वागत करुच्ची। आज एका मु अच्छी एका रोषे करी केमी कौन वीडियो बनाऊँगी आप ब्लॉग देखिए। बर्तमान देखु भात आम छोट हांडी बसई देती ये मु काटाकुटी करुच्ची कटिंग भी देखिए। ये आमर जह्नी काटी देती आलू काटिक जह्नी झोल हम आज भेंडी आलू टमाटो हम आप निश्चित आम वीडियो देखूँ आम ब्लॉग को लाइक सब्सक्राइब शेयर मध्य करूँ। बर्तमान आलू काटुचे आज बनैबा आमर जह्नी आलू कषा आमर टमाटो। पानी दवा जह्नी आलूटा को सीझे दवा। लुण पकईदवा आम जह्नी आमर जह्नी आलू सीझी देचे पियाज जह्नी आलू पियाज लेचे टमाटो ये आमर भेंडी भेंडी जो करवा कथा से आम बर्तमान भेंडी आलू टमाटो पकईचे बर्तमान कढ़ाई बसईचे प्रोसेस आरंभ कर जीरा पकईदे पियाज पकईदे आम टमाटो पकईदे पियाज हो गला 10 मिनट हो गला टमाटो पकईदे टमाटो पकई मारीदे आमर मसला हो जाए मसला अल्प टिके अच्छे तेल तो चारिपटे बाहर आम जह्नी आलू पकईदे मसला एकदम बढ़िया भाव हो गला जह्नी आलू पकईदे किए खाली फुट आसले छाड़देवा या को तो सांग माने
ଏବେ ଖାଇବା ବନା ସରିଯାଇଛି। ଏବେ ଆମେ ଗାଧାଗୁଧି କରିବା, ତାପରେ କମ୍ପାନୀ ଯିବା। ତାର ପୁଣି ଦ୍ୱିପହରକୁ ଆସିଲେ ତାର ଟେଷ୍ଟ କେମିତି ହେଇଛି ଆପଣମାନଙ୍କ ସାଙ୍ଗରେ ନିହାତି ଜଣାଇଦେବା। ଯଦି କହିବୁ ସକାଳୁ ଯେଉଁ ରାନ୍ଧିଥିଲେ ତାର ଟେଷ୍ଟ କେମିତି ଅଛି। ଭଲ ଅଛି, ସବୁ ଠିକଠାକ୍ ଅଛି। ଟିକିଏ ଖାଲି ଭେଣ୍ଡିଟା ଟିକେ ଲୁଣିଆ ହେଇଯାଇଛି, ଅଳ୍ପ ଲୁଣିଆ ହେଇଛି, ବେଶୀ ନୁହେଁ। ଠିକ୍ ଅଛି। ଆଜି ଦେଖନ୍ତୁ ଏକା କେହି ତ ନାହିଁ, ଏକା ବସି ଖାଉଛେ। ଏକା ବସିକି ମଜା ଖାଇବାରେ ନାହିଁ ଆଜ୍ଞା। କେହି ଗୋଟେ ସାଙ୍ଗରେ ଥିଲେ ଗୋଟେ ଖାଇବା, ଏକା କି କଥାର ନାହିଁ, ଏକା କି ବୁକା, ଏକାର କିଛି ମଜା ନାହିଁ। ସାଙ୍ଗମାନେ ବର୍ତ୍ତମାନ ଦେଖିପାରୁଛୁ ମୋ କର୍ମକ୍ଷେତ୍ରରେ ଅଛି। ଏଇଟା ହେଉଛି ଆମ କର୍ମକ୍ଷେତ୍ର। ଏଇଠି ସକାଳୁ 9ରୁ ରାତି 10, ତାର କିଛି ଟାଇମ୍ ନାହିଁ। ରାତି 10 ହେଇପାରେ, 9 ବି ହେଇପାରେ, 11 ବି ହେଇପାରେ। ତ ଏଠି କାମ କରିବା ପାଇଁ ଆମକୁ ପଡ଼େ। ଦେଖିପାରୁଥିବେ ବର୍ତ୍ତମାନ ରାତି 10:30 ହେଲାନି। କିଛି ଲୋକ ବସିଛନ୍ତି, କିଛି ପଳେଇଗଲେନି। ପାଣି ବୋଟଲ ନେଇକି ଆସିଛେ। ଏଇନା ଆମର ପାଣି ଟିକେ ବହୁତ ଦରକାର। ପାଣି 5 ଲିଟର ପାଣି ପ୍ରାୟ ଦିନକୁ ଆମେ ଏଠି କାମରେ ପିଉ। ଏବେ ରୁମ୍କୁ ଯିବା, ରୁମ୍ରେ ଯାଇ ଯାହା କିଛି ଖାଇବା। ତାର ତାଙ୍କ ସାଙ୍ଗମାନେ ଏବେ ଦେଖିପାରୁଥିବେ ଆଜି ବି ପଖାଳ ଖିଆ, ପଖାଳ ସାଙ୍ଗେ ବାଇଗଣ ଚଟଣି, କାକୁଡ଼ି କଟାଇଛି। ପୁରା ମଜା ଆସୁଛି ପଖାଳ ଖାଇବା ପାଇଁ। ଟିକେ ଗରମ ପଡ଼ିଯିବା ବାଡ଼େ ବହୁତ ବଢ଼ିଆ ମଜା ଆସିବ। ଦେଖୁଥିବେ ପଛରେ ପଙ୍ଖା ଚାଲିଛି, ବଢ଼ିଆ ମଜା ଆସୁଛି ଖାଇବା ପାଇଁ। ଆମର ବାସନ କୁସନ ସବୁ ମଜା ସରିଯାଇଛି। ଆଉ ଏବେ ଟିକେ ଆରାମ କରିବା, ଆଉ ଆମର ଭିଡ଼ିଓ ଏଡ଼ିଟିଂ ହେବ। ଆଉ ଆପଣମାନେ ଜାଣନ୍ତି ବର୍ତ୍ତମାନ ଏକୁଟିଆ ମୁଁ ଅଛି, ବିଛଣା ସବୁ ସରିଲାନି। ଏବେ ଶୋଇବା, ତାପରେ ବାସନ କୁସନ ସବୁ ମାଜି ସାରିଛି, ଗ୍ୟାସ୍ ଫ୍ୟାସ୍ ସବୁ ପୋଛା ସରିଯାଇଛି। ଆଉ ଆପଣ ଜାଣନ୍ତି ଆଜିକା ବ୍ଲଗ୍ ଏଇଠି ଶେଷ କରୁଛି। ଜୟ ଜଗନ୍ନାଥ। ସମସ୍ତେ ଭଲରେ ରୁହନ୍ତୁ, ଆଉ ସମସ୍ତେ ମୋତେ ନିଶ୍ଚିତ ଭାବରେ ଭଲ ପାଇବା ରଖିଥାନ୍ତୁ। ଜୟ ଜଗନ୍ନାଥ।